ଶୁଣ ମୁଁ ଆଉ ତମ ବାପା ବୋଉଙ୍କ ସାଙ୍ଗରେ ଚଳି ପାରିବିନି। ସେ ସବୁବେଳେ ଛୋଟ ପିଲା ଭଳିଆ ଏଇ ଜିନିଷ ଏଇଠି ପକଉନି ସେଇ ଜିନିଷ ସେଇଠି ପକଉଛନ୍ତି, ମତେ ଭାରି ହଇରାଣ କରୁଛନ୍ତି। ଗୋଟେ କାମ କର, ତାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡି ଦିଅ। ହଉ ଠିକ ଅଛି। ଆରେ ତମେ ଏତେ ଜଲ୍ଦି କାହାକୁ କିଛି ନ କହିକି ରେଡି ହେଇକି କୁଆଡେ ବାହାରିଛ? ତମ ଘରକୁ ଯାଉଛି, ତମ ବାପା ଘରକୁ। କଣ ପାଇଁ? ତମ ବାପା ମା ବି ତମ ଭାଇ ଭାଇ ଯୋଉ ହଇରାଣ କରୁଥିବେ ନା, ତାଙ୍କୁ ନେଇ ବୃଦ୍ଧାଶ୍ରମ ଛାଡ଼ିଦବା। ଶୁଣ, ତମ ବାପା ମାକୁ ନେଇ ବୃଦ୍ଧାଶ୍ରମ ଛାଡିବି କହିବାର ତମ ମନ ଦୁଃଖ ହେଇଗଲା, ଆଖିରେ ଲୁହ ପଳେଇ ଆସିଲା। ହେଲେ ମୋ ବାପା ମାନେ ବୃଦ୍ଧାଶ୍ରମ ଛାଡିବାକୁ କହିଲେ ମତେ କଷ୍ଟ ଲାଗେ। ସେଇ ବାପା ମା କେତେ ରାତି ନିଦ୍ରା, କେତେ ଆମ ପାଇଁ କଷ୍ଟ ସହିକି ଆମକୁ ଏଡିଟିଏରୁ ଏଡେ ବଡ କଲେ। କେତେ ରାତି ଖାଇଛନ୍ତି ନ ଖାଇଛନ୍ତି, କେତେ କଷ୍ଟ ହୋଇଛନ୍ତି। ଆଜି ସେମାନେ ଇଆଡେ ସିଆଡେ ଜିନିଷ ରଖିଲେ ଆମେ ତାଙ୍କୁ ବୃଦ୍ଧାଶ୍ରମ ଛାଡ଼ିଦବା, ଏଇଟା କେତେ ଦୂର ବୁଝିପାରିବନି। ପିଲାବେଳେ ମୋ ବାପା ମା ମୋ ପାଇଁ ଯେତିକି କଷ୍ଟ କରିକି ମତେ ଏଡିଟିଏ ଏଡେ ବଡ କରିଛନ୍ତି, ସେ କଷ୍ଟ ମୁଁ ନିଜ ଆଖିରେ ଦେଖିଛି। ଆଉ ସେ ଦୁଃଖଟା ମୁଁ ଜାଣିଛି କଣ, ଯେ ଏଡିଟିଏରୁ ଏଡେ ବଡ କରିବାରେ କେତେ ଦୁଃଖ ମୋ ବାପା ମା। ଆମେ ଛୋଟ ଥିଲା ବେଳକୁ ସେ ଆମର କେତେ ଦୁଷ୍ଟାମି, କେତେ ରାଗ ରୁଷା ସବୁ ସମ୍ଭାଳିକି ଥିଲେ। ହେଲେ ଏବେ ସେ ଆମ ପାଇଁ ହେଲେ ଛୋଟ ପିଲା। ଏବେ ତାଙ୍କ ସବୁ ଜିନିଷ ଛୋଟ ପିଲା ପରି ଆମେ ତାଙ୍କୁ ସମ୍ଭାଳି ଚଳିବାକୁ ପଡିବ। ଖାଲି ତମକୁ ନୁହଁ, ପ୍ରତ୍ୟେକ ସ୍ତ୍ରୀ ଲୋକଙ୍କୁ କହୁଛି, ବାପା ମାଙ୍କୁ ବୃଦ୍ଧାଶ୍ରମ ଛାଡିବା କଥା କେବେ ବି ମନକୁ ଆଣନ୍ତୁନି କି ଭାବନ୍ତୁନି।